ରାବଣ ସୁବର୍ଣ୍ଣମୟ ସିଂହାସନରେ ବସିଛି, ବସିକିରି କାନ୍ଦୁଛି, ଆଖିରୁ ଧାର ଧାର ଲୋଟକ ବହି ଯାଉଛି। ରାବଣ କାନ୍ଦିକି ହତ ଉଚ୍ଚା ହେଇଗଲା, କଣ କରିବି କଣ କରିବି। ରାତି ପାଇଲେ ରାମ ସାଙ୍ଗରେ ଯୁଦ୍ଧ ହବ, କାଲି ଥାଟରେ ସେନାପତି ହବାକୁ ଗୋଟାଏ ବୀର କେହି ନାହାନ୍ତି, ସବୁ ଚାଲିଗଲେ। କଣ କରିବି, କୋଉ ବୀରକୁ ପଠେଇବି, କାଲି ରାମ ସାଙ୍ଗରେ ଯୁଦ୍ଧ କରିବା। কলা মন জানে পাপ পুণ্য এ বিন জানে মাতা জানে পুত্র মন জানিব আপন পাপ কলে কি পুণ্য কলে, মা জানিব পুଅର ଅନ୍ତର କଥା। ଏ ମା ନିକଷା ଆସି ରାବଣ ପାଖରେ ପହଞ୍ଚିଲା। ମା କଣ ପାଇଁ ବସିକିରି ମନ ଦୁଃଖ କରିକି ବସିଛୁ କହିଲୁ ଦେଖିବା ବାପା। କଣ କରିବି ଲୋ ମା, କଣ କହିବୁ? ସୈନ୍ୟ ସମସ୍ତେ ଗୋଟାଏ ଗୋଟାଏ ମରି ଯାଉଛନ୍ତି, ମୋ ଟାଣୁଆ ପୁଅ ମାନେ ସବୁ ମରିଗଲେ। ଅକ୍ଷୟ କୁମାର ମଲା, ଜମ୍ବୁମାଳି ମଲା, ବୀର ବାବୁ ମଲା, କରଣୀ ସେନ ମଲା, ଆଉ କିଏ ଅଛି ଲୋ ମା? ଇନ୍ଦ୍ରଜିତ ରାତି ପାଇଲେ ରାମ ସାଙ୍ଗରେ ଯାଇକି ଯୁଦ୍ଧ କରିବ, ଗୋଟାଏ ବୀର ମୋ ଆଖି ଆଗରେ ଦେଖା ଯାଉନି ଲୋ ମା। ନା 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 ମନ ଦୁଃଖ କରୁଛୁ, ସେଇଥି ଯୋଗୁ ମୁଁ କଣ କରିବି ମା? ତୁ ସେଇଥିପାଇଁ ମନ ଦୁଃଖ କରୁଛୁ। କାହାକୁ ପଠେଇବି? କିରେ ତୋର ଗୋଟେ ଭାଇ ଖାଇକିରି ଖାଲି ଶୋଇଛି। ମୋର ଗୋଟେ ଭାଇ ଖାଇକି ଶୋଇଛି? ଶୋଇଛି ତ ଜାଣିନୁ, ତୋର ମନେ ନାହିଁ? ତାକୁ ଉଠଉନି ସେ ଯିବ ଯୁଦ୍ଧକୁ। ଆରେ 6 ମାସ ଖାଉଛି, 6 ମାସ ଶୋଉଛି। ମୋର ତ ମନେ ନଥିଲା। ମୋର ଗୋଟେ ଭାଇ ରହିଛି କୁମ୍ଭକର୍ଣ୍ଣ, ସିଏ 6 ମାସେ ଖାଉଛି, 6 ମାସେ ଶୋଉଛି। ସିଏ ଆଜ୍ଞା ବଡ ପାଇଛି ବ୍ରହ୍ମାଙ୍କ ଠଉ, କଲା ଖାଲି ଖାଇବ ଶୋଇବ, 6 ମାସେ ଖାଇବ, 6 ମାସେ ଶୋଇବ, ତାର କିଛି କାମ ନାହିଁ। ରାବଣ ଚିନ୍ତା କଲା ଏତେ ବଡ ଟାଣୁଆ ବୀର ମାନେ ମୋର ମରିଗଲେ, ଏ କୁମ୍ଭକର୍ଣ୍ଣଟା କାହିଁକି 6 ମାସେ ଖାଉଥିବ, 6 ମାସେ ଶୋଇବ। ମୋ ପୁଅ ମଲା, ମୋ ଟିକେ ଦୁଃଖ ଲାଗିଲା, ମୋ ଭାଇଟା ମରିଯାଉ, କଣ ହଉଛି ଅସୁବିଧା? କଲା ଏ ଦୂତ ସମସ୍ତେ ଯା, କୁମ୍ଭକର୍ଣ୍ଣକୁ ନିଦରୁ ଉଠା, ତାକୁ ମୋ ନିର୍ଦ୍ଦେଶ ଦିଅ, ତାକୁ ମୋ ପାଖକୁ ଧରିକି ଆସ। ଆଉ ଡେରି କରନି, ସମସ୍ତ ବୀର ମାନେ ଆଜ୍ଞା ଉଠନ୍ତୁ, ମହାରାଜ ଆପଣଙ୍କୁ ଡକାଉଛନ୍ତି, ଆଉ ଡେରି କରନ୍ତୁ, ଶୀଘ୍ର ଉଠନ୍ତୁ। ସେମିତି ଉଠିବନି, ତାଙ୍କୁ ହାତୀ ଗଡା, ତାଙ୍କ ଉପରେ ଚଲା। ଗୋଟା ଛେଳି, ଗୋଟା ମେଣ୍ଢା ଦିଅ ବାବୁ, ଏଇଠି ପ୍ରଣାମ କରୁଛୁ ବାବୁ। କଲା ଗଣ୍ଡା ଗଣ୍ଡା ମଣ୍ଡା ଲଡୁ ସେ ଗିଣି ଦିଅ ହୋ, ହାତୀ ଘୋଡ଼ା କେତେ ତାର ଗଣ୍ଡା ଗଣ୍ଡା ମଣ୍ଡା, ଗଣ୍ଡା ଗଣ୍ଡା ଲଡୁ, ହାତୀ ଘୋଡ଼ା ଛେଳି ବୋଟା ଯାହା ଦେଲେ ସବୁଗୁଡାକ ବିଡ଼ି ଦେଲା କୁମ୍ଭକର୍ଣ୍ଣ। ଆଜ୍ଞା କୁମ୍ଭକର୍ଣ୍ଣ କେତେ ଦିନରେ ଉଠିଲା? 3 ମାସେ 13 ଦିନ। 3 ମାସ 13 ଦିନରେ କୁମ୍ଭକର୍ଣ୍ଣଟାକୁ ଉଠେଇ ଦେଲା କିଏ ନା ରାବଣ।
ଏଠେ ତରଭୁଜ ଯେ କୁକୁଡ଼ା ମିଳିବନି ଏଠେ ମୁଗ ଉଠେଇ ଦବ ଚୋବେଇ ଦବ ଭାବିକି ଦିଅ କଣ ହବ ମୁଁ ଚୋବାଏ ଚାଲ ଭଉଣୀ ହଉ ଚୋବେଇ ପାଇଁ ଆପଣଙ୍କୁ ଆପଣଙ୍କ ବଡ ଭାଇ ଡକେଇଛନ୍ତି ଶୀଘ୍ର ଆମ ସାଙ୍ଗରେ ଆସନ୍ତୁ ଆଜ୍ଞା ମୋ ଭାଇ ମତେ ଡକାଇଛି ଆପଣଙ୍କ ବଡ ଭାଇ ଡକେଇଛନ୍ତି ମହାରାଜ ଆସନ୍ତୁ କୁମ୍ଭକର୍ଣ୍ଣ କୁମ୍ଭକର୍ଣ୍ଣରେ ଭାଇ ଖାଇଲୋ ଓ ଭାଇ ଓ ଭାଇ କ୍ଷୀରର କଥାରେ ଅଛି କ୍ଷୀର ଖାଇବାକୁ ମନ କଲେ ଗୁହାଳେ ଥିବ ଗାଈ ଯୁଦ୍ଧ କରିବାକୁ ଇଚ୍ଛା ହେଲେ ପାଖରେ ଥିବ ଭାଇ କେହି ଶୁଣନି କାହିଁକି କଣ ହେଲା କ୍ଷୀର ଯଦି ଖାଇ ଲୋଡ଼ିବ କଣ ଖାବ ଗୁହାଳେ ଥିବ ଗାଈ ଯୁଦ୍ଧ କରିବାକୁ ଇଚ୍ଛା ଥିଲେ ସାଙ୍ଗରେ ଥବ ଭାଇ ଭୁଲ କହିଲ ମାନେ କ୍ଷୀର ଯଦି ଖାଇ ଲୋଡ଼ିବ ଘରେ ଥବ ଭାଇ କଳି ଯଦି କରି ଲୋଡ଼ିବ ଗୁହାଳେ ଥବ ଗାଈ ତମେ ଓଲଟା କଣ କହୁଛ ମାନେ ମୁଁ ଓଲଟା କହୁଛି ନା ତୁ ଓଲଟା କହୁଛୁ ତମେ ଓଲଟା କହୁଛ ତୁ କହୁଛୁ କ୍ଷୀର ଖାଇବାକୁ ମନେ କଲ ପାଖରେ ଥବ ଭାଇ 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 ଯୁଦ୍ଧ କରିବାକୁ ଇଚ୍ଛା କଲେ ପାଖରେ ଥିବ ଗାଈ ଭାଇ କେମିତି ବୁଝେଇବି ଦେଖନ୍ତୁ ଆପଣଙ୍କୁ ଗୋଟେ ବଡ ବେମାର ହେଇଛି ଆପଣ 8 ବଡ ମେଡିକାଲରେ ପଡିଛନ୍ତି ତମ ପାଖରେ ତମ ଭାଇ ଥିଲେ କେଲେ କ୍ଷୀର ପୁରେଇକି ନେଇକି ମେଡିକାଲରେ ତମକୁ ଦବ ପିଇବାକୁ ଆଉ ଗାଈ ନେଇକି ଦବ କ୍ଷୀର ପିଇବାକୁ ତମେ ସିଙ୍ଗର ପୁରେଇ କଣ ଦେଇପାରିବ ନାଇଁ ତମେ କହୁଛ ପାଣି ପିଉଛ ଆହୁରି ଭାଇ ତମେ ଆହୁରି ପାଣି ପିଉଛ ଆଉ ସେଟା ଗାଈ ଧର ତୋର ଆମର ପଡୁନି ଦିପର ଖରା ଦିନ ଶାଗ ପକରି ସବୁ କରିଥିଲୁ ଯୁଦ୍ଧ କରିବାକୁ ଇଚ୍ଛା ହେଲେ ହଁ ତମେ କଣ କରିବ ଦିପରେ ସେ ଶୋଇଦେବେ ଗାଈ ଟିକେ ପୋଗା ପକେଇଦବ ସେ ଯାଇକି ତା ଶାଗ କିଏ ମୁହଁ ମାରିକି ଧୋତାକି ଖାଇଲା ଆଉ ସେ ଯେତେ ଦେଖିବ ଦୁର୍ଦିନ ଭୁସୁ ଭୁସୁ ହବ ତମ ଗାଈ ବୋଲିକି ତମକୁ ପୁରା କୋଠା କୋଠା କରିବ କଳି ଯଦି କରି ଲୋଡ଼ିବ ଗାଈ ଥବ ଗାଈ ନା ହଉ ହଉ ତୋରି କଥା ହଉ ପାଟି କଲୁ କୁମ୍ଭକର୍ଣ୍ଣ କହିଲା କହିଲା ଭାଇ ରାମ ଦଶରଥ ପୁଅ ରାମ ସାଙ୍ଗରେ ଚାଲିଛି ଯୁଦ୍ଧ ଯୁଦ୍ଧ ଆଜକୁ ହେଲାଣି 7 ଦିନ 7 ଦିନ ହେଲାଣି 7 ଦିନ ଭିତରେ ଗୋଟିଏ ଦିନ ମୁଁ ଜୟ କରିପାରୁନା ହଉଛି ସିଏ ସେଇଆଡେ ଯାଉଛି ରହୁଛି ଆଉ ମୋ ରାଜ୍ୟକୁ ଫେରୁନି ଭାଇରେ ଭାଇ କାଲି ରାମ ସାଙ୍ଗରେ ଯୁଦ୍ଧ ହବ ତୁ ତା ଥାକରେ ସେନାପତି ହବୁ ଆମେ ଦି ଭାଇ ଯାକ ମୁଁ ଯିବି ଯୁଦ୍ଧକୁ ହଁ ଯାଇପାରିବିନି କାହିଁକି ମୁଁ ତ ଯିବିନି ଯୁଦ୍ଧକୁ ଆଉ ତମେ ଯୁଦ୍ଧ କରିବ ମୁଁ ଯିବି ତା ସାଙ୍ଗେ ଯୁଦ୍ଧ କରିବି ମୁଁ ଯାଇପାରିବିନି କୁମ୍ଭକର୍ଣ୍ଣ କହିଲା ଭାଇ ଏ ଦଶରଥ ପୁଅ ରାମ ସାଙ୍ଗରେ ମୁଁ କାହିଁକି ଯିବି ଯୁଦ୍ଧ କରିବାକୁ ରାମର ଭୁଲ କଣ ମତେ ଆଗ କହ ମତେ এইঠাই রাবণ কহিলা কলা শুন ভাই তো ভৌণী হচ্ছে সুপর্ণখা যুবা বয়সর সুপর্ণখা হয়ে গলা বিধবা সুপর্ণখার স্বামী না বিদুজুহাকু মাইলা কিয়ে রাবণ রাবণ নিজে রাজা মারিলে মো বাবু মানে পণ্ডিত মানে জ্ঞানী মানে সমস্তে বসিছন্তি এ পেন্ডাল রু মাটি চাখেন্ডে খোলিলে জ্ঞান বাহারিব বহুত বড় বড় গায়ক আগে আসিকি এঠে পালা পরিবেশন করিকি যাইছন্তি আজ্ঞা আউ এ আখপাখ যেতে বাদপালা অনুষ্ঠান সবু অনুষ্ঠানের বড় বড় গায়ক মানে আসি পালা পরিবেশন করুছন্তি আপন মানে সমস্তে হউছন্তি পালা প্রেমী পালা ভক্ত বা নারায়ণଙ୍କର ভক্ত আজ্ঞা এইঠাই মু গোটা কথা কହୁছি আপনাকে মনে রক্ষি থাকতু সুপর্ণখার স্বামী হেলা বিদুজুহা লঙ্কা কটকরে জনে সুন্দর পুরুষ আর জনে সুন্দর সুন্দরী তাকু ছাড়িদেলে আর সুন্দর কেই নাহান্তি সুন্দরী কেই নাহান্তি না 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 লঙ্কা কটকরে সুন্দর পুরুষ হেলা বিদুজুহা যিয়ে কি রাবণর ভেণেই আর লঙ্কা কটকরে সবুঠু সুন্দরী হেলা সুপর্ণখা আজ্ঞা তার ভৌণী আর সুন্দরী কেই নাহান্তি রাবণ ভৌণী রাবণ ভৌণী আজ্ঞা রহ এ পণ্ডিতে রাবণ কাইকি মাইলা না প্রত্যেক দিন বিদুজুহা
ଯାଏ ମନ୍ଦୋଦରୀ ପାଖକୁ। କାହିଁକି ଏ ଯାଆନ୍ତି? ଲେଖାରେ ନଣନ୍ଦେଇ ଆଉ ଶଳା ଭାଉଜ ଭାଉଜ ହଁ ଇଏ ଯାଇକି ବସିକି ଆଳାପ କରନ୍ତି। ଆଚ୍ଛା ଆଚ୍ଛା ଦିନକର କଥା। ଇଏ ବିଦୁଜୁଆ ମନ୍ଦୋଦରୀ କୋଳରେ ମୁଣ୍ଡ ରଖିକି ଶୋଇଛି। ଏ କଥାକୁ ଦେଖିଲା ଜଣେ ଦାସୀ। ଦାସୀ ସେ ଦାସୀ ଯାଇକି ରାବଣ ପାଖରେ ପହଞ୍ଚିଲା, କହିଲା ମଣିମା ମଣିମା ମଣିମା, ମଣିମା ମୋ ମୁଣ୍ଡ ଯଦି ରହିବ ତୁଣ୍ଡ ଖୋଲିବ। କଣ ତୁଣ୍ଡ ଖୋଲିବ? ଆସୁନ ଦେଖିବ ନହେଲେ ଦେଖେଇ ନା ଆପଣଙ୍କର ଯୋଉ ଭେଣେଇ ବିଦୁଜୁଆ ସିଏ ଆପଣଙ୍କ ରାଣୀଙ୍କର କୋଳରେ ମୁଣ୍ଡ ରଖିକି ଶୋଇଛନ୍ତି। ସେଗୁଡା ନା ମତେ ଏଗୁଡା ଦେଖିକି କିଛି ଭଲ ଲାଗିଲା ନା ନା ରାବଣ ଗଲାରେ ସତ କହୁଛୁ ଇଲୋ ମା ଶୁଣାନ୍ତି ଦେଖିବେ। ହଁ ଆଜ୍ଞା ଇଏ ଗଲା ବେଳକୁ ମନ୍ଦୋଦରୀ କୋଳରେ ମୁଣ୍ଡ ରଖିକି ବିଦୁଜୁଆ ଶୟନ କରି ଶୋଇଛନ୍ତି। ମୁଣ୍ଡ ଧରି ଉକୁଣି ଦେଖୁଛି ତା ଏ କଥାକୁ ଦେଖିଲା କିଏ? ଦାସୀ ଦଶଗ୍ରୀବ ରାବଣ। ରାବଣ କହିଲା କିରେ ଇଏ କଣ ୟା ସହିତ ଆଉ ପାପ ପ୍ରଣୟ ଅଛି କି? ଯାହା ଶୁଣିଥିଲି ନା କହିଲା ମୁଳୁ ମାଇଲେ ଯିବ ଦେବଙ୍କ ସଙ୍ଗେ ହେ ରାଜୁ ଭାଇ ତମ ମୁଣ୍ଡ ଖରାପ ହେଲାଣି? ବାଡେଇକି ତ ପିଠି ପଡିଦେବି। ପାଲା ଆସିକି ସରିବା ପରେ ତ ମୁଣ୍ଡ କାମ କରିବି। ଆଜି ରାତି ପାଇଯାଉ ମୁଁ ତ କହିଲି ଭାଗବତରେ ଲେଖା ହେଇଛି ମୁଳୁ ମାଇଲେ ଯିବ ସରି। ଦେବଙ୍କ ସାଙ୍ଗରେ କିଏ ଗଣ୍ଡଗୋଳ କରିବି? ଗଣ୍ଡଗୋଳ ହେଲା ନା କଳି? କଳିକି ଆଉ ଗଣ୍ଡଗୋଳ କିଏ ଏ ପଦ ଛିଡ଼ିବନି। କଣ ଏକା ଭାଗବତଟି ଭାଗବତ ମୂଳ ପାଟି କର ଦାଦା ପାଟି କର।